ଏରିଆଟା ବିଷୟରେ ଖାଲି ଦେଖୁଛି କିଏ ମୋହନ ସରକାର। ମୁଁ ଏଠି ବସିଯାଏ ଗୋଡ଼ ହାତ କ'ଣ ହେଲାଣି ଆମେ ଦି ଭାଇ ନା କ'ଣ କୁହ ମୋ ନାଁ ପ୍ରଦୀପ, ଘର ଘର ଢେଙ୍କାନାଳ। ତମର ବରା ଫେମସ୍ ନାଇଁ ବରା ଫେମସ୍। ତମର ଏତେ ବରା କେଉଁଠୁ ଆସେ ବିରି କେଉଁଠୁ ଚାଷ ବେଶୀ ହୁଏ? ବିରି ଚାଷ ବେଶୀ ଢେଙ୍କାନାଳ ବିରି ଢେଙ୍କାନାଳ ବରା ଆଉ ହଉ ତ ମୋହନ ସରକାରରେ ଆପଣ କେତେ ଖୁସି? ମୁଁ ଟୋଟାଲ ଖୁସି ନାହିଁ। ଆଉ ମୁଁ ହେଉଛି ବିଜେପିର, କିନ୍ତୁ ତାକୁ ମୋର ଖୁସି ନାହିଁ। ମାନେ ବିଜେପି ଲୋକ ବିଜେପି କର୍ମୀ ବିଜେପିକୁ ଭଲ ପାଉଥିବା ମଣିଷ ଯଦି ଆଜି ମନା କରୁଛନ୍ତି ଯେ ଆମେ ବିଜେପି ସରକାରରେ ଖୁସି ଟିକେ ମୋର ପସନ୍ଦ ନାହିଁ। ଆଉ କିଏ ହେଲେ ଧର୍ମେନ୍ଦ୍ର ପ୍ରଧାନ ହେଲେ ଖୁସି ହେବେ ନା ହଁ ଅଲଗା କ୍ୟାଣ୍ଡିଡେଟ୍ ହେଇ ଅଲଗା ମନ୍ତ୍ରୀ ହେଲେ ଇଏ କ'ଣ ଖରାପ କରୁଛନ୍ତି? ଇଏ ଟୋଟାଲ ତା ଏରିଆକୁ ଦେଖୁଛି, ନିରୀହ ଲୋକମାନଙ୍କୁ ଟୋଟାଲ ଦେଖୁନି। ଯେଉଁ ଲୋକମାନଙ୍କର ଧନ ସମ୍ପତ୍ତି ପ୍ରବଳ ଅଛି ସେଇମାନଙ୍କୁ ଆଗେ ଦେଖୁଛି, ଖଟି ଘୋଡ଼ିଆ ମୂଲିଆମାନଙ୍କୁ ଦେଖୁନି। ଭାକୁମାନେ ଯେ ଭଲ ଲୋକ ମୋହନ ହଉ ତ ବର୍ତ୍ତମାନ ଓଡ଼ିଶାରେ ରାହୁଲ ଗାନ୍ଧୀ ଲାଗୁଛି ତାଙ୍କର କିଛି ଜଲବା ଦେଖାଇ ପାରିବେ 29ରେ? ନାଇଁ ସେଇଟା ମୁଁ କହିପାରିବିନି। ମୁଁ ସେଇ କଂଗ୍ରେସ ମାନଙ୍କୁ ପସନ୍ଦ କରନ୍ତି? ପସନ୍ଦ ମୁଁ ବିଜେଡ଼ିରେ ଥିଲି। ଆଚ୍ଛା କ'ଣ କହିବେ? ବିଜେଡ଼ି ମତେ କିନ୍ତୁ ଭଲ। ପାଣ୍ଡିଆନ ବାବୁ ଛାଡ଼ୁନାହାନ୍ତି ନବୀନ ବାବୁକୁ, ନବୀନ ବାବୁ ଛାଡ଼ୁନାହାନ୍ତି? ନାଇଁ ସେଇଟା ଠିକ୍ ଅଛି। ପାଣ୍ଡିଆନ ବର୍ତ୍ତମାନ ବଡ଼ ବଡ଼ ନବୀନ ପାଇଁକା ପାଣ୍ଡିଆନ। କିନ୍ତୁ ବାକି ଯେଉଁମାନେ ଦଳ ତିଆରି କରିଥିଲେ ସେମାନେ ଫଳ ଖାଇପାରିବେନି? ବାହାରୁ ଯେତେବେଳେ ପାଣ୍ଡିଆନ ବାବୁ ଆସିଲେ ସେ କେମିତି ବିଜେଡ଼ି ତିଆରି ହେଲା ତା ଭିତରେ ତାଙ୍କର ମାନେ ଭୂମିକା ହିଁ ନାହିଁ, କିନ୍ତୁ ବର୍ତ୍ତମାନ ସେ ଫଳ ଖାଉଛନ୍ତି ଏକା। ସେ ଖାଉଛନ୍ତି। ପାଣ୍ଡିଆନ ହଟିଗଲା। 600 କୋଟି ଟଙ୍କା ଅଛି ଫଣ୍ଡରେ, ପାଣ୍ଡିଆନ ହଟିଗଲା। ଆପଣ ପାଣ୍ଡିଆନ ଅଛି ଆଉ କ'ଣ? ସବୁ କିଛି ବୁଝୁଛନ୍ତି ଲୋକ ଦେଖାଣ ସବୁ ବୁଝୁଛନ୍ତି। ନାହିଁ ଆପଣ ବିଜେଡ଼ି ଲୋକ କାହିଁ ବିଜେପି ହେଇଗଲେ? ମୋର ଶୁଣନ୍ତୁ ବିଜେଡ଼ି ମୋର ସେମିତି କିଛି ନାହିଁ। ମୋତେ ଯେଉଁ ଦଳଟା ଭଲ ଲାଗିଲା ମୁଁ ସେଇ ଦଳଟା ହିଁ ଭୋଟ୍ ଦେବି।